ଜଙ୍ଗଲର ରାଜା ବେଙ୍ଗ। ବହୁତ ଦିନ ତଳର କଥା। ଏକ ବିଶାଳ ଜଙ୍ଗଲ ମଝିରେ ଏକ ସୁନ୍ଦର ପୋଖରୀ ଥିଲା। ସେହି ପୋଖରୀରେ ଶତାଧିକ ବେଙ୍ଗ ରହୁଥିଲେ। ପୋଖରୀ ଚାରିପାଖରେ ବଡ଼ ବଡ଼ ଗଛ, ରଙ୍ଗ ବେରଙ୍ଗ ଫୁଲ, ପକ୍ଷୀମାନଙ୍କର କୁହୁ କୁହୁ ଧ୍ୱନି ଓ ଥଣ୍ଡା ପବନ ସବୁବେଳେ ପରିବେଶକୁ ମନୋରମ କରି ରଖୁଥିଲା। ସେହି ପୋଖରୀରେ ଏକ ଛୋଟ ବେଙ୍ଗ ରହୁଥିଲା। ତାର ନାମ ଥିଲା ଭୋଳା। ଭୋଳା ଆକାରରେ ଛୋଟ ହେଲେ ମଧ୍ୟ ବହୁତ ବୁଦ୍ଧିମାନ ଥିଲା। ସମସ୍ତଙ୍କୁ ସାହାଯ୍ୟ କରୁଥିଲା ଓ କାହା ସହିତ ଝଗଡ଼ା କରୁନଥିଲା। ଗୋଟେ ଦିନ ଜଙ୍ଗଲରେ ବଡ଼ ସମସ୍ୟା ଆସିଲା। ଭୟଙ୍କର ଖରା ପଡ଼ିଲା। ନଦୀ, ନାଳ ଓ ଛୋଟ ଛୋଟ ପୋଖରୀ ଗୁଡ଼ିକ ଶୁଖିବାକୁ ଲାଗିଲା। ପଶୁ ପକ୍ଷୀମାନେ ପାଣି ପାଇଁ ହାହାକାର କରିବାକୁ ଲାଗିଲେ। ସିଂହ, ବାଘ, ହାତୀ, ହରିଣ, ଶିଆଳ, ମାଙ୍କଡ଼ ସମସ୍ତେ ଚିନ୍ତାରେ ପଡ଼ିଗଲେ। ଗୋଟେ ଦିନ ସିଂହ ସଭା ଡାକିଲା। ସିଂହ କହିଲା, ବନ୍ଧୁମାନେ, ଯଦି ପାଣିର ବ୍ୟବସ୍ଥା ନ ହୁଏ ଆମେ ସମସ୍ତେ ବିପଦରେ ପଡ଼ିବୁ। ସମସ୍ତେ ମୁଣ୍ଡ ନୁଆଇ ରହିଲେ। କାହାରି ପାଖରେ କୌଣସି ଉପାୟ ନଥିଲା। ଏହି ସମୟରେ ଛୋଟ ବେଙ୍ଗ ଭୋଳା ଆଗକୁ ଆସିଲା ଆଉ କହିଲା, ମହାରାଜ, ମୁଁ ଗୋଟିଏ ଉପାୟ କହିପାରିବି। ସମସ୍ତେ ଆଶ୍ଚର୍ଯ୍ୟ ହେଲେ। ଶିଆଳ ହସି କହିଲା, ଏହି ଛୋଟ ବେଙ୍ଗ ଆମକୁ ଉପାୟ ଶିଖେଇବ। କିନ୍ତୁ ସିଂହ କହିଲା, ଛୋଟ ବୋଲି କାହାକୁ ଅବହେଳା କରିବା ଠିକ୍ ନୁହେଁ। ଭୋଳା, ତୁମ କଥା କୁହ। ଭୋଳା କହିଲା, ଜଙ୍ଗଲର ଉତ୍ତର ଦିଗରେ ଏକ ପୁରୁଣା ଝରଣା ଅଛି। ତାର ମୁହଁ ମାଟି ଓ ପଥରରେ ବନ୍ଦ ହୋଇଯାଇଛି। ଯଦି ଆମେ ସମସ୍ତେ ମିଶି ତାକୁ ସଫା କରିବା, ପୁଣି ପାଣି ବାହାରିବ। ସିଂହ ଖୁସି ହୋଇ କହିଲା, ଚମତ୍କାର ବୁଦ୍ଧି। ପରଦିନ ସକାଳେ ସମସ୍ତ ପଶୁ କାମରେ ଲାଗିଗଲେ। ହାତୀମାନେ ବଡ଼ ପଥର ହଟାଇଲେ। ମାଙ୍କଡ଼ମାନେ ଡାଳପତ୍ର ସଫା କଲେ। ବନ୍ୟ ଘୋଡ଼ାମାନେ ମାଟି ଖୋଳିଲେ। ଘଣ୍ଟା ଘଣ୍ଟା ପରିଶ୍ରମ ପରେ ହଠାତ୍ ଝରଣାରୁ ଥଣ୍ଡା ପାଣି ବାହାରିବା ଆରମ୍ଭ କଲା। ପାଣି ପାଣି ବୋଲି ସମସ୍ତେ ଖୁସିରେ ଚିତ୍କାର କଲେ। ଜଙ୍ଗଲ ପୁଣି ସବୁଜ ହେବାକୁ ଲାଗିଲା। ସମସ୍ତ ପଶୁ ଭୋଳାର ବୁଦ୍ଧିର ପ୍ରଶଂସା କଲେ। କିନ୍ତୁ କାହାଣୀ ଏଠିରେ ଶେଷ ହେଲା ନାହିଁ। କିଛି ଦିନ ପରେ ଏକ ଦ୍ରୁତ ଶିଆଳ ଭାବିଲା, ଏହି ବେଙ୍ଗର ଏତେ ସମ୍ମାନ ମୋତେ ଭଲ ଲାଗୁନାହିଁ। ସେ ଏକ
ଚକ୍ରାନ୍ତ କଲା। ସେ ସମସ୍ତଙ୍କୁ କହିଲା, ଭୋଳା ନିଜକୁ ବହୁତ ବୁଦ୍ଧିମାନ ଭାବୁଛି। ଚାଲ ତାର ପରୀକ୍ଷା ନେବା। ପରଦିନ ଶିଆଳ ଭୋଳାକୁ ପଚାରିଲା, ଯଦି ତୁମେ ଏତେ ବୁଦ୍ଧିମାନ, ତେବେ କୁହ ଜଙ୍ଗଲର ସବୁଠାରୁ ବଡ଼ ଶକ୍ତି କ'ଣ? ସମସ୍ତେ ଉତ୍ତର ଶୁଣିବାକୁ ଅପେକ୍ଷା କରି ରହିଲେ। ଭୋଳା ହସି କହିଲା, ଏକତା। ଶିଆଳ କହିଲା, ଭୁଲ। ସବୁଠାରୁ ବଡ଼ ଶକ୍ତି ସିଂହର। ଭୋଳା କହିଲା, ଯଦି ଏକତା ନଥାନ୍ତା, ଝରଣା କେବେ ଖୋଳି ପାରୁନଥାନ୍ତା। ସିଂହ ଏକା ହୋଇ ସବୁ କରିପାରୁନଥାନ୍ତା। ସମସ୍ତେ ତାଳି ମାରିଲେ। ଶିଆଳ ଲଜ୍ଜିତ ହେଲା। କିଛି ମାସ ପରେ ଆଉ ଏକ ବିପଦ ଆସିଲା। ଶିକାରୀମାନେ ଜଙ୍ଗଲକୁ ପ୍ରବେଶ କଲେ। ସେମାନେ ଜାଲ ବିଛାଇ ଅନେକ ପଶୁକୁ ଧରିବାକୁ ଚେଷ୍ଟା କଲେ। ଭୋଳା ସବୁ ଦେଖିଲା। ସେ ରାତିରେ ପୋଖରୀର ସମସ୍ତ ବେଙ୍ଗଙ୍କୁ ଡାକିଲା, ବନ୍ଧୁମାନେ, ଆମେ ସମସ୍ତେ ଏକାଠି ଜୋରରେ ଡାକିବା। ହଜାର ହଜାର ବେଙ୍ଗ ଏକ ସାଥିରେ ଟର୍ ଟର୍ ଡାକିବାକୁ ଲାଗିଲେ। ସମଗ୍ର ଜଙ୍ଗଲ ଶବ୍ଦରେ କମ୍ପି ଉଠିଲା। ଶିକାରୀମାନେ ଭାବିଲେ, କୌଣସି ଅଜବ ବିପଦ ଆସୁଛି। ସେ ଭୟ ପାଇ ସେମାନେ ଜଙ୍ଗଲ ଛାଡ଼ି ପଳାଇ ଗଲେ। ପୁଣି ଥରେ ଜଙ୍ଗଲ ବଞ୍ଚିଗଲା। ଏହା ପରେ ସମସ୍ତ ପଶୁପକ୍ଷୀ ଏକ ବଡ଼ ସଭା କଲେ। ସିଂହ ଉଠି କହିଲା, ଭୋଳା ଆକାରରେ ଛୋଟ, କିନ୍ତୁ ତାର ବୁଦ୍ଧି, ସାହସ ଓ ଦୟା ଆମ ସମସ୍ତଙ୍କଠାରୁ ବଡ଼। ଆଜିଠାରୁ ଆମେ ତାକୁ ଜଙ୍ଗଲର ଜ୍ଞାନୀ ରାଜା ବେଙ୍ଗ ବୋଲି ସମ୍ମାନ ଦେବା। ସମସ୍ତ ପଶୁ ଖୁସିରେ ଚିତ୍କାର କଲେ, ରାଜା ବେଙ୍ଗଙ୍କର ଜୟ, ରାଜା ବେଙ୍ଗଙ୍କର ଜୟ। ଭୋଳା ନମ୍ରତାର ସହିତ କହିଲା, ମୁଁ ରାଜା ନୁହେଁ, ଆମ ସମସ୍ତଙ୍କ ଏକତା ହିଁ ଅସଲ ରାଜା। ଏହି କଥା ଶୁଣି ସମସ୍ତଙ୍କ ମନ ଖୁସିରେ ଭରିଗଲା। ସେହି ଦିନଠାରୁ ଜଙ୍ଗଲରେ ସମସ୍ତେ ମିଳିମିଶି ରହିବାକୁ ଲାଗିଲେ ଓ ଜଙ୍ଗଲ ଶାନ୍ତି, ସୁଖ ଓ ସମୃଦ୍ଧିର ଭରି ଉଠିଲା। ଏହି ଗପଟିରୁ ଆମମାନଙ୍କୁ ଶିକ୍ଷା ମିଳୁଛି ଯେ କାହାକୁ ଛୋଟ ବୋଲି କିମ୍ବା ଦୁର୍ବଳ ବୋଲି ଅବହେଳା କରିବା ଉଚିତ ନୁହେଁ। ବହୁତ ସମୟରେ ଛୋଟ ଲୋକଙ୍କ ବୁଦ୍ଧି ଓ ଭଲ ଚିନ୍ତାଧାରା ବଡ଼ ବଡ଼ ସମସ୍ୟାର ସମାଧାନ କରିପାରେ। ସତ୍ୟ ନେତା ସେହି ଯିଏ ନିଜର ପ୍ରଶଂସା ଚାହେଁ ନାହିଁ, ବରଂ ସମସ୍ତଙ୍କୁ ସାଙ୍ଗରେ ନେଇ ଭଲ କାମ କରେ। ଏକତା, ବୁଦ୍ଧି, ନମ୍ରତା ଓ ପରସ୍ପର ସହଯୋଗ ଥିଲେ କୌଣସି ବିପଦ ଅସମ୍ଭବ ନୁହେଁ। ଯେଉଁମାନେ ଅନ୍ୟମାନଙ୍କର ଉପକାର କରନ୍ତି ଏବଂ ସମସ୍ତଙ୍କ ମଙ୍ଗଳ ଚାହାନ୍ତି, ସେମାନେ ହିଁ
ପ୍ରକୃତ ସମ୍ମାନ ଓ ଭଲ ପାଇବା ପାଆନ୍ତି। ଧନ୍ୟବାଦ।